ଆମେ ସମସ୍ତେ ରାତାରାତି ସଫଳତାର କାହାଣୀ ଶୁଣିବାକୁ ଭଲ ପାଉ ନୁହେଁ କି? ୟୁଟ୍ୟୁବରେ ଜଣେ ଗାୟକ ଗୋଟେ ଗୀତରେ ପ୍ରସିଦ୍ଧ ହୋଇଯାଆନ୍ତି କିମ୍ବା ଜଣେ ଖେଳାଳି କିଛି ମୁହୂର୍ତ୍ତରେ ସ୍ୱର୍ଣ୍ଣ ପଦକ ଜିତିଯାଆନ୍ତେ। ଆମେ ଭାବୁ, ଆରେ ଏହା କେବଳ ଭାଗ୍ୟ କିମ୍ବା ଅସାଧାରଣ ପ୍ରତିଭାର ଖେଳ। କିନ୍ତୁ ପ୍ରକୃତରେ ସେହି ଚମକ ପଛରେ ଥିବା ସତ୍ୟତା କ'ଣ? ଆଜି ଆମେ ସେହି ପ୍ରଶ୍ନରେ ହିଁ ଗଭୀରକୁ ଯିବା। ଆଉ ମଜା କଥା ହେଉଛି, ଆମ ପାଖରେ ଯେଉଁ ଉତ୍ସ ଅଛି ତାହା କୌଣସି ଆଧୁନିକ ସେଲ୍ଫ ହେଲ୍ପ ବହି ନୁହେଁ। ଏହା ହେଉଛି ପୁରୀର ପ୍ରସିଦ୍ଧ ଦକ୍ଷିଣମୂର୍ତ୍ତି ମଠ ଦ୍ୱାରା ପରିଚାଳିତ ବାଳବୋଧ କାର୍ଯ୍ୟକ୍ରମର ଏକ ଅଂଶ। ଏହାର ଶୀର୍ଷକ ହେଉଛି ନିଷ୍ଠା। ଆଚ୍ଛା, ବାଳବୋଧ ମାନେ ଏହା ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ? ହଁ, ସ୍ୱାମୀ ପ୍ରଣବାନନ୍ଦ ପୁରୀଙ୍କ ଦ୍ୱାରା ପ୍ରସ୍ତୁତ ଏହି ପାଠ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କ ମଧ୍ୟରେ ଏହି ମୂଲ୍ୟବୋଧକୁ ଆରମ୍ଭରୁ ହିଁ ସ୍ଥାପନ କରିବା, ଯାହା ସେମାନଙ୍କ ଭବିଷ୍ୟତ ପାଇଁ ଏକ ଦୃଢ଼ ଭିତ୍ତିଭୂମି ତିଆରି କରିବ। ବାଃ, ଏହା ବହୁତ ଆକର୍ଷଣୀୟ। ଅର୍ଥାତ୍ ଆମେ ସଫଳତାର ସେହି ଗୁପ୍ତ ମାଂସପେଶୀ ବିଷୟରେ ଆଲୋଚନା କରିବାକୁ ଯାଉଛୁ, ଯାହାକୁ ପିଲାଦିନରୁ ଗଢ଼ିବା ଉଚିତ। କିନ୍ତୁ ନିଷ୍ଠା ବା ନିରନ୍ତରତା ଶବ୍ଦଟା ଶୁଣିବାକୁ ଟିକେ ବିରକ୍ତିକର ଲାଗେ, ନୁହେଁ କି? ଆମେ ତ ସବୁବେଳେ ନୂଆ ରୋମାଞ୍ଚକର ଜିନିଷ ଖୋଜୁ। ଆପଣ ଏକଦମ ଠିକ୍ ପ୍ରଶ୍ନ ପଚାରିଛନ୍ତି। ଏଇଠି ତ ଆସୁଛି ତୀବ୍ରତା ବନାମ ନିରନ୍ତରତାର ଯୁଦ୍ଧ। ଆମ ଉତ୍ସ କହୁଛି ଯେ ଆମେ ସେହି ଗାୟକର ଫଳାଫଳକୁ ଦେଖୁ, କିନ୍ତୁ ତା ପଛରେ ଥିବା 10 ବର୍ଷର ଖାଲି ଘର ଭିତରର ଅଭ୍ୟାସକୁ ଦେଖୁନାହୁଁ। ଆମେ ସେହି ଖେଳାଳିର ପଦକ ଦେଖୁ, କିନ୍ତୁ ତା ପଛରେ ଥିବା ହଜାର ହଜାର ଘଣ୍ଟାର ଭୋର 4ଟାର ଶୀତୁଆ ସକାଳର ପରିଶ୍ରମକୁ ଦେଖୁନାହୁଁ। ଏକଦମ। ଆମ ମସ୍ତିଷ୍କ ସେହି ଗୋଟିଏ ଦିନର ତୀବ୍ରତାକୁ ମନେ ରଖେ, କିନ୍ତୁ ସେହି ଲମ୍ବା ନିରସ ଯାତ୍ରାକୁ ଭୁଲିଯାଏ। ସତ କଥା। ଆଉ ଆଜିକାଲି ସୋସିଆଲ ମିଡିଆ ଯୁଗରେ ଏହା ଆହୁରି ବଢ଼ିଯାଇଛି। ଆମେ କେବଳ ସଫଳତାର ଶେଷ ଫଟୋ ଦେଖୁ, ପ୍ରକ୍ରିୟାକୁ ନୁହେଁ। ଉତ୍ସରେ ଏହାକୁ ବୁଝାଇବା ପାଇଁ କୌଣସି ସୁନ୍ଦର ଉପମା ବ୍ୟବହାର କରାଯାଇଛି କି? ହଁ, ଏକ ବହୁତ ଶକ୍ତିଶାଳୀ ଉପମା ଅଛି। ନିଷ୍ଠାକୁ ଏକ ଜାହାଜର ଲଙ୍ଗର ସହିତ ତୁଳନା କରାଯାଇଛି। ଲଙ୍ଗର? ଆଚ୍ଛା। ହଁ, ଯେତେବେଳେ ସମୁଦ୍ରରେ ଭୟଙ୍କର ଝଡ଼ ଆସେ, ସେତେବେଳେ ଜାହାଜର ଆକାର ବା ତାର ଗତି କିଛି କାମ ଦିଏ ନାହିଁ। କେବଳ ସେହି ଲଙ୍ଗର ହିଁ ତାକୁ ସ୍ଥିର ରଖେ। ଓହୋ। କିନ୍ତୁ ମଜାର କଥା ହେଉଛି, ସେହି ଲଙ୍ଗରକୁ ମଜବୁତ ରଖିବା ପାଇଁ ପ୍ରତିଦିନ ଯେଉଁ ଛୋଟ ଛୋଟ ବିରକ୍ତିକର କାମ କରିବାକୁ ପଡ଼େ, ଯେମିତିକି ଜାହାଜର ଚଟାଣ ସଫା କରିବା, ଇଞ୍ଜିନରେ ତେଲ ଦେବା। ଏକଦମ ସେହି କାମଗୁଡ଼ିକ ହିଁ ହେଉଛି ଅଭ୍ୟାସ। ବାଃ, କି ଚମତ୍କାର ତୁଳନା! ଏହି କାମଗୁଡ଼ିକ ଆକର୍ଷଣୀୟ ନୁହେଁ, ଏଥିପାଇଁ କେହି ତାଳି ମାରନ୍ତି ନାହିଁ। କିନ୍ତୁ ଏହା ବିନା ସେହି ବିଶାଳ ଜାହାଜଟି ଝଡ଼ର ପ୍ରଥମ ଧକ୍କାରେ ହିଁ ଭାସିଯିବ। ତେବେ ସେହି ମାନସିକ ଲଙ୍ଗରକୁ, ସେହି ଅଭ୍ୟାସକୁ କିପରି ଏତେ ମଜବୁତ କରାଯିବ ଯେ ତାହା କେବେ ବି ଦୋହଲିବ ନାହିଁ? ଆମ ଉତ୍ସରେ ଏହାର କିଛି ପ୍ରାଚୀନ ସୂତ୍ର ଅଛି କି? ନିଶ୍ଚିତ ଭାବରେ ଅଛି। ଆଉ ଏହି ସୂତ୍ର ହଜାର ହଜାର ବର୍ଷ ପୁରୁଣା ମହର୍ଷି ପତଞ୍ଜଳିଙ୍କ ଯୋଗସୂତ୍ରରୁ ଆସିଛି। ପତଞ୍ଜଳିଙ୍କ ଯୋଗସୂତ୍ର? ବାଃ। ହଁ, ଯୋଗସୂତ୍ର 1.14ରେ ସେ କହିଛନ୍ତି, ସ ତୁ ଦୀର୍ଘକାଳ ନୈରନ୍ତର୍ୟ ସତ୍କାର ସେବିତୋ ଦୃଢ଼ଭୂମି। ଏହି ଗୋଟିଏ ଛୋଟ ବାକ୍ୟରେ ମାନେ ଏକ ଅଟଳ ଅଭ୍ୟାସ ଗଢ଼ିବାର ସମ୍ପୂର୍ଣ୍ଣ ରହସ୍ୟ ଲୁଚି ରହିଛି। ଓକେ, ଚାଲନ୍ତୁ ଏହାକୁ ଟିକେ ଖୋଲିବା। ସୋ ତୁ ଦୀର୍ଘକାଳ। ପ୍ରଥମ ଶବ୍ଦ ହେଲା ଦୀର୍ଘକାଳ। ଏହାର ଅର୍ଥ ତ ସ୍ପଷ୍ଟ, ବହୁତ ସମୟ ପାଇଁ। ଏହା ହିଁ ତ ଧୈର୍ଯ୍ୟର ପରୀକ୍ଷା, ଯାହା ଆଜିକାଲିର ଇନଷ୍ଟାଣ୍ଟ ଗ୍ରାଟିଫିକେସନ ଦୁନିଆରେ ସବୁଠୁ କମ୍ ଦେଖିବାକୁ ମିଳେ। ଏକଦମ। ଏହା ଏକ ମାରାଥନ, 100 ମିଟର ଦୌଡ଼ ନୁହେଁ। ଆଜି ଗଛ ଲଗାଇ କାଲି ଫଳ ଖାଇବାର ଆଶା କରିବା ଭଳି। ଆଉ ଦ୍ୱିତୀୟଟି? ଦ୍ୱିତୀୟ ରହସ୍ୟ ହେଉଛି ନୈରନ୍ତର୍ଯ୍ୟ, ଅର୍ଥାତ୍ ବିନା ବାଧାରେ, ବିନା କୌଣସି ବାହାନାରେ। ଏଇଟା ବୋଧୁରେ ସବୁଠାରୁ କଷ୍ଟକର ଅଂଶ। ଆଜି ମନ ନାହିଁ, କାଲି ବର୍ଷା ହେଉଛି, ମୁଁ ବହୁତ ବ୍ୟସ୍ତ ଅଛି। ଏହି ଛୋଟ ଛୋଟ ବାହାନା ହିଁ ସେ ଅଭ୍ୟାସର ଶୃଙ୍ଖଳାକୁ ଟିକେ ଟିକେ କରି ଭାଙ୍ଗିଦିଏ। ଠିକ୍ କହିଲେ। ଆଉ ତୃତୀୟ, ଯାହା ସବୁଠାରୁ ଗଭୀର, ତାହା ହେଉଛି ସତ୍କାର ସେବିତ। ସତ୍କାର ସେବିତ? ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ପୂର୍ଣ୍ଣ ଭକ୍ତି, ଶ୍ରଦ୍ଧା ଓ ଧ୍ୟାନ ସହିତ ଅଭ୍ୟାସ କରିବା। କେବଳ ଯନ୍ତ୍ରବତ୍ ଭାବେ କାମ ସାରିଦେବା ନୁହେଁ। ଯେମିତିକି ଜଣେ ଛାତ୍ର ବହି ଖୋଲି ବସିଛି, କିନ୍ତୁ ତାର ମନ ମୋବାଇଲ ଫୋନରେ ଅଛି। ସେ ହୁଏତ ଘଣ୍ଟାଏ ପଢ଼ୁଛି, କିନ୍ତୁ ତାହା ସତ୍କାର ସେବିତ ନୁହେଁ। ବୁଝିଲି। ମାନେ କେବଳ ଶରୀର ଉପସ୍ଥିତ ଥିଲେ ହବନି, ମନ ବି ସେଠି ରହିବା ଦରକାର। ଏହି ତିନୋଟି ଭିତରୁ ଆଜିକାଲିର ଦୁନିଆରେ ଲୋକମାନଙ୍କ ପାଇଁ କେଉଁଟି ସବୁଠୁ ବଡ଼ ଆହ୍ୱାନ ବୋଲି ଭାବୁଛନ୍ତି? ମୋତେ ତ ଲାଗୁଛି ନୈରନ୍ତର୍ୟ, କାରଣ ଆମ ପାଖରେ ଏତେ ଡିଷ୍ଟ୍ରାକ୍ସନ୍ସ ଅଛି। ଆପଣଙ୍କ କଥା ଠିକ୍।
କିନ୍ତୁ ଉତ୍ସ ଅନୁସାରେ ସତ୍କାର ସେବିତ ମଧ୍ୟ ଏକ ବହୁତ ବଡ଼ ଆହ୍ୱାନ। କାରଣ ଆମେ ଅନେକ ସମୟରେ କାମ କରୁ କିନ୍ତୁ ଆମ ମନ ଆଉ କେଉଁଠି ଥାଏ। ମଲ୍ଟିଟାସ୍କିଂ, ଫୋନରେ ନୋଟିଫିକେସନ, ଏହା ଯନ୍ତ୍ରବତ୍ କାମ ହୁଏ କିନ୍ତୁ ଶ୍ରଦ୍ଧାପୂର୍ଣ୍ଣ ଅଭ୍ୟାସ ହୁଏ ନାହିଁ। ଆଉ ଯେତେବେଳେ ଏହି ତିନୋଟି ମିଶିଯାଏ, ଦୀର୍ଘକାଳ, ନୈରନ୍ତର୍ୟ ଓ ସତ୍କାର ସେବିତ, ସେତେବେଳେ ଫଳାଫଳ ହୁଏ ଦୃଢ଼ ଭୂମି, ଅର୍ଥାତ୍ ଏକ ପଥର ପରି ମଜବୁତ ମୂଳଦୁଆ ଯାହାକୁ କୌଣସି ଝଡ଼ ହଲାଇ ପାରିବ ନାହିଁ। ପତଞ୍ଜଲିଙ୍କର ଏହି ସୂତ୍ରଟି ବହୁତ ଶକ୍ତିଶାଳୀ, କିନ୍ତୁ ଏହା ଟିକେ ଶୁଖିଲା ଲାଗୁଛି, ନୁହେଁ କି? ଆମ ଉତ୍ସରେ ଏହାକୁ ନେଇ କୌଣସି କାହାଣୀ ଅଛି କି ଯାହା ଏହାକୁ ଜୀବନ୍ତ କରିଦେବ? ମୋର ମନେ ପଡ଼ୁଛି ଅର୍ଜୁନଙ୍କ ବିଷୟରେ କିଛି ଥିଲା। ହଁ, ମହାଭାରତର ସେହି ପ୍ରସିଦ୍ଧ କାହାଣୀ। ଦିନେ ରାତିରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଆଶ୍ରମରେ ସମସ୍ତ କୁରୁ ରାଜକୁମାରମାନେ ଭୋଜନ କରୁଥିଲେ। ହଠାତ୍ ଜୋରରେ ପବନ ବହିବାରୁ ଦୀପ ଲିଭିଗଲା। ଚାରିଆଡ଼େ ଘନ ଅନ୍ଧକାର, କିନ୍ତୁ କେହି ଖାଇବା ବନ୍ଦ କଲେ ନାହିଁ। ହଁ, ଅନ୍ଧାରରେ ମଧ୍ୟ ସମସ୍ତଙ୍କର ହାତ ଥାଳିରୁ ଖାଦ୍ୟ ନେଇ ଠିକ୍ ନିଜ ନିଜ ପାଟିରେ ପହଞ୍ଚୁଥିଲା। ଏହା ସମସ୍ତଙ୍କ ପାଇଁ ଏକ ସାଧାରଣ କଥା ଥିଲା, କିନ୍ତୁ ଅର୍ଜୁନଙ୍କ ମନରେ ଏକ ବିଜୁଳି ଚମକିଲା। ଏଇଠି ହିଁ ଜଣେ ସାଧାରଣ ଓ ଅସାଧାରଣ ବ୍ୟକ୍ତିଙ୍କ ମଧ୍ୟରେ ପାର୍ଥକ୍ୟ ଦେଖାଯାଏ। ଠିକ୍ କହିଲେ। ସେ ଭାବିଲେ, ଯଦି ଅଭ୍ୟାସ ବଳରେ ମୋ ହାତ ଏହି ଘନ ଅନ୍ଧକାରରେ ମଧ୍ୟ ପାଟିକୁ ଖୋଜି ପାରୁଛି, ତେବେ ମୋ ତୀର କାହିଁକି କେବଳ ଶବ୍ଦ ଶୁଣି ଲକ୍ଷ୍ୟଭେଦ କରିପାରିବ ନାହିଁ? ବା, କି ଚିନ୍ତାଧାରା! ଏହି ଗୋଟିଏ ଚିନ୍ତା ହିଁ ସବୁ କିଛି ବଦଳାଇ ଦେଲା। ଯେତେବେଳେ ବାକି ସବୁ ରାଜକୁମାରମାନେ ଖାଇସାରି ଗଭୀର ନିଦରେ ଶୋଇବାକୁ ଗଲେ, ଅର୍ଜୁନ ଚୁପଚାପ ନିଜର ଧନୁ ଓ ତୀର ଧରି ସେହି ଘନ ଅନ୍ଧକାର ରାତିରେ ବାହାରକୁ ବାହାରିଲେ। ସେ ଅଭ୍ୟାସ ଆରମ୍ଭ କଲେ। ମଧ୍ୟରାତ୍ରିରେ ଗୁରୁ ଦ୍ରୋଣାଚାର୍ଯ୍ୟ ଧନୁର ଟଙ୍କାର ଶୁଣି ତାଙ୍କର ନିଦ ଭାଙ୍ଗିଗଲା। ସେ ଆଶ୍ଚର୍ଯ୍ୟ ହୋଇ ବାହାରକୁ ଆସିଲେ ଏବଂ ଦେଖିଲେ, ଯେତେବେଳେ ସାରା ଦୁନିଆ ଶୋଇଛି, ତାଙ୍କର ପ୍ରିୟ ଶିଷ୍ୟ ଅର୍ଜୁନ ଏକାକୀ ଝାଳନାଳ ହୋଇ ଅଭ୍ୟାସ କରୁଛନ୍ତି। ଆଉ ସେତେବେଳେ ଦ୍ରୋଣାଚାର୍ଯ୍ୟ ତାଙ୍କୁ କୋଳେଇ ନେଇ କହିଲେ, ବତ୍ସ, ନିଷ୍ଠାର ଏହି ସ୍ତର ଥିଲେ ତିନି ଭୁବନରେ କେହି ତୁମର ସମକକ୍ଷ ହୋଇପାରିବେ ନାହିଁ। ଏହାର ଶିକ୍ଷା କେତେ ଗଭୀର! ପ୍ରକୃତ ନିଷ୍ଠା ତାହା ଯାହା ଅନ୍ଧକାରରେ କରାଯାଏ, ଯେତେବେଳେ କେହି ଦେଖିବାକୁ ବା ତାଳି ମାରିବାକୁ ନଥାନ୍ତି। ଏବଂ ଯଦି ଆମେ ଏହାକୁ ପତଞ୍ଜଳିଙ୍କ ସୂତ୍ର ସହିତ ଯୋଡ଼ିବା, ତେବେ ଦେଖନ୍ତୁ, ଦୀର୍ଘକାଳ, କାରଣ ସେ ଏହି ଅଭ୍ୟାସ ବର୍ଷ ବର୍ଷ ଧରି କରୁଥିଲେ। ନୈରନ୍ତର୍ଯ୍ୟ, କାରଣ ସେ ଥକିଯାଇ ରାତିରେ ମଧ୍ୟ ଅଭ୍ୟାସ ବନ୍ଦ କଲେ ନାହିଁ। ଆଉ ସତ୍କାର ସେବିତ, କାରଣ ସେ ପୂର୍ଣ୍ଣ ଏକାଗ୍ରତାର ସହ କେବଳ ଶବ୍ଦକୁ ଶୁଣି ଲକ୍ଷ୍ୟ ସ୍ଥିର କରୁଥିଲେ। ଫଳସ୍ୱରୂପ ସେ ଶବ୍ଦଭେଦୀ ତୀର ଚାଳନାରେ ଦୃଢ଼ ଭୂମି ଲାଭ କଲେ। ଆଜିକାଲି ଧନୁତୀରର ଯୁଗ ତ ନାହିଁ, କିନ୍ତୁ ଆମର ନିଜସ୍ୱ ଯୁଦ୍ଧ ପ୍ରତିଦିନ ରହିଛି, ଠିକ୍ ତ? ତେବେ ଏହି ପ୍ରାଚୀନ ଜ୍ଞାନକୁ ଆମ ଆଧୁନିକ ଜୀବନରେ କିପରି ଲାଗୁ କରାଯିବ? ଉତ୍ସରେ ସେହି ସୌଖିନ ଆଉ ବୃତ୍ତିଗତ ବ୍ୟକ୍ତିଙ୍କ କଥା ଅଛି। ହଁ, ଆମେଚର ଏବଂ ପ୍ରଫେସନାଲ ପାର୍ଥକ୍ୟଟି ବହୁତ ସରଳ କିନ୍ତୁ ଗଭୀର। ଜଣେ ସୌଖିନ ବ୍ୟକ୍ତି ସେତେବେଳେ କାମ କରନ୍ତି ଯେତେବେଳେ ତାଙ୍କୁ ଉତ୍ସାହ ଲାଗେ ବା ମୁଡ୍ ଥାଏ। ମାନେ ପାଗ ଭଲ ଥିଲେ ଦୌଡ଼ିବାକୁ ଯିବେ, ମନ ଭଲ ଥିଲେ ପଢ଼ିବାକୁ ବସିବେ। ଠିକ୍, ସେମାନେ ନିଜ ଭାବନା ଦ୍ୱାରା ପରିଚାଳିତ ହୁଅନ୍ତି। କିନ୍ତୁ ଜଣେ ବୃତ୍ତିଗତ ବା ନିଷ୍ଠାବାନ ବ୍ୟକ୍ତି ନିଜ ପ୍ରତିବଦ୍ଧତା ଦ୍ୱାରା ପରିଚାଳିତ ହୁଅନ୍ତି। ସେମାନେ ନିର୍ଦ୍ଧାରିତ ସମୟରେ କାମ କରନ୍ତି। ସେ କ୍ଳାନ୍ତ ହୁଅନ୍ତୁ ବା ବିରକ୍ତ, ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। କ୍ୟାଲେଣ୍ଡରରେ ଲେଖା ଅଛି, ମାନେ କରିବାକୁ ହେବ, କଥା ଶେଷ। ଏଇଠି ଲେଖକ ସମରସେଟ ମମ୍ଙ୍କର ଏକ ଚମତ୍କାର ଉକ୍ତି ଅଛି। ତାଙ୍କୁ ଥରେ ପଚରାଗଲା, ଆପଣ କ'ଣ କେବଳ ପ୍ରେରଣା ମିଳିଲେ ଲେଖନ୍ତି? ଆଚ୍ଛା, ସେ କ'ଣ କହିଲେ? ସେ ଉତ୍ତର ଦେଲେ, ହଁ, କିନ୍ତୁ ସୌଭାଗ୍ୟବଶତଃ ପ୍ରେରଣା ପ୍ରତିଦିନ ସକାଳେ ଠିକ୍ 9ଟା ବେଳେ ମୋ ଡେସ୍କ ପାଖକୁ ଆସିଯାଏ। ବଢ଼ିଆ କଥା। ଏହାର ଅର୍ଥ ହେଲା, ସେ ପ୍ରେରଣା ପାଇଁ ଅପେକ୍ଷା କରନ୍ତି ନାହିଁ, ସେ କାମ ଆରମ୍ଭ କରନ୍ତି ଆଉ ପ୍ରେରଣା ତାଙ୍କୁ ଖୋଜି ଖୋଜି ଆସିଯାଏ। ଏକଦମ। ଆମେ ସାଧାରଣତଃ ଓଲଟା ଭାବୁ। ଆମେ ଭାବୁ ଯେ ପ୍ରେରଣା ଆସିଲେ ଆମେ କାମ କରିବୁ। କିନ୍ତୁ ପ୍ରକୃତରେ କାର୍ଯ୍ୟ ହିଁ ପ୍ରେରଣା। କାମ ଆରମ୍ଭ କଲେ ହିଁ ଗତି ଆସେ, ଆଉ ସେହି ଗତିରୁ ପ୍ରେରଣା ଜନ୍ମ ନିଏ। ଠିକ୍ କଥା। ଏସବୁ ଶୁଣିବାକୁ ଏବଂ ବୁଝିବାକୁ ବହୁତ ଭଲ ଲାଗୁଛି, କିନ୍ତୁ କହିବା ସହଜ, କରିବା କଷ୍ଟ। ଯେତେବେଳେ ସକାଳ ଆଲାର୍ମ ବାଜେ ଆଉ ଶୋଇବାକୁ ଇଚ୍ଛା ହୁଏ, ସେତେବେଳେ ଏହି ଦର୍ଶନ କାମ କରେ ନାହିଁ। ଏହାକୁ ନିଜ ଜୀବନରେ କାର୍ଯ୍ୟକାରୀ କରିବା ପାଇଁ କିଛି ବ୍ୟବହାରିକ ଉପାୟ ଦିଆଯାଇଛି କି? ହଁ, ଏବଂ ଏହି ଉପାୟଗୁଡ଼ିକ ବହୁତ ବୈଜ୍ଞାନିକ। ଏହାକୁ ଶୃଙ୍ଖଳା ନ ଭାଙ୍ଗିବା ପଦ୍ଧତି କୁହାଯାଇପାରେ।
ତିନୋଟି ମୁଖ୍ୟ ଉପାୟ ଦିଆଯାଇଛି। ଆଚ୍ଛା, ପ୍ରଥମଟି କ'ଣ? ପ୍ରଥମଟି ହେଉଛି ପ୍ରସିଦ୍ଧ କମେଡିଆନ୍ ଜେରି ସାଇନଫିଲ୍ଡଙ୍କ ରଣନୀତି। ସେ ପ୍ରତିଦିନ ଜୋକ୍ ଲେଖିବାର ଅଭ୍ୟାସ କରୁଥିଲେ। ସେ ଗୋଟିଏ ବଡ଼ କାନ୍ଥ କ୍ୟାଲେଣ୍ଡର ଆଣିଥିଲେ ଏବଂ ଯେଉଁଦିନ ସେ ନିଜର କାମ ସାରୁଥିଲେ ସେହି ତାରିଖ ଉପରେ ଏକ ବଡ଼ ନାଲି ଏକ୍ସ ଚିହ୍ନ ଦେଉଥିଲେ। ଓହୋ, ତେବେ କିଛିଦିନ ପରେ ସେହି ଏକ୍ସଗୁଡ଼ିକ ଏକାଠି ହୋଇ ଏକ ଶୃଙ୍ଖଳା ବା ଚେନ୍ ପରି ଦେଖାଯିବ। ଆଉ ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ଡୋଣ୍ଟ ବ୍ରେକ୍ ଦ ଚେନ୍, ସେହି ଶୃଙ୍ଖଳାକୁ କେବେ ବି ନ ଭାଙ୍ଗିବା। ଏହା ମନୋବିଜ୍ଞାନ ଦୃଷ୍ଟିରୁ ବହୁତ ଶକ୍ତିଶାଳୀ ଲାଗୁଛି। ଏକଦମ ଠିକ୍। ସେହି ଚେନ୍କୁ ଦେଖିଲେ ମଣିଷର ମସ୍ତିଷ୍କକୁ ଏକ ସକାରାତ୍ମକ ପୁରସ୍କାର ମିଳେ। ଦ୍ୱିତୀୟ ଉପାୟଟି ମଧ୍ୟ ସେହିପରି ଗୁରୁତ୍ୱପୂର୍ଣ୍ଣ। ଏହାକୁ ଖରାପ ଦିନର ସର୍ବନିମ୍ନ କାର୍ଯ୍ୟ କୁହାଯାଇପାରେ। ମାନେ, ସବୁଦିନ ତ ସମାନ ନଥାଏ। ଯେଉଁଦିନ ଆପଣ ଅସୁସ୍ଥ ଅଛନ୍ତି ବା ବହୁତ ବ୍ୟସ୍ତ ଅଛନ୍ତି, ସେଦିନ ଅଭ୍ୟାସ ସମ୍ପୂର୍ଣ୍ଣ ବନ୍ଦ କରିବା ପରିବର୍ତ୍ତେ ଅତି କମ୍ରେ 5 ମିନିଟ୍ ପାଇଁ କରନ୍ତୁ। ଏହାର ଅର୍ଥ ଲକ୍ଷ୍ୟ ପ୍ରଗତି କରିବା ନୁହେଁ, ବରଂ କେବଳ ସେହି ଶୃଙ୍ଖଳାକୁ ନ ଭାଙ୍ଗିବା। 60 ମିନିଟ୍ରୁ 5 ମିନିଟ୍କୁ ଆସିବା ଚଳିବ, କିନ୍ତୁ 60ରୁ 0କୁ ଆସିବା ଅଭ୍ୟାସର ମୃତ୍ୟୁ ସହିତ ସମାନ। ଆପଣ ଏହାର ମୂଳ କଥାଟିକୁ ଧରି ପାରିଛନ୍ତି, କାରଣ 0 ଆମ ମସ୍ତିଷ୍କରେ ଅଭ୍ୟାସର ଧାରାକୁ ଭାଙ୍ଗିଦିଏ, କିନ୍ତୁ 5 ମିନିଟ୍ ସେହି ପରିଚୟକୁ ଜୀବନ୍ତ ରଖେ। ଆଉ ତୃତୀୟ ଉପାୟଟି ହେଉଛି ନିଷ୍ପତ୍ତିକୁ ଆଗୁଆ ସ୍ଥିର କରିବା। ଏହାକୁ ଟିକେ ବୁଝାଇବେ କି? ଦେଖନ୍ତୁ, ଯଦି ଆମେ ସକାଳୁ ଉଠି ନିଜକୁ ପଚାରିବା, ମୁଁ ଆଜି ବ୍ୟାୟାମ କରିବି କି ନାହିଁ, ତେବେ ଆମର ଅଳସୁଆ ମନ ନା କହିବାର 100ଟି କାରଣ ଖୋଜିଦେବ। ତେଣୁ ନିଷ୍ପତ୍ତି ପୂର୍ବ ରାତିରୁ ନେବା ଉଚିତ। ମୁଁ କାଲି ସକାଳ 6:30ରେ ବ୍ୟାୟାମ କରିବି। ଜୋତା ଏବଂ ପୋଷାକ ଆଗରୁ ବାହାର କରି ରଖିଦେବା। ଅର୍ଥାତ୍ ଯେତେବେଳେ ସମୟ ଆସିବ, ଆଉ ଭାବିବାର ନାହିଁ, କେବଳ କାମ ଆରମ୍ଭ କରିଦେବାର ଅଛି। ଏହାଦ୍ୱାରା ଆଳସ୍ୟକୁ ସୁଯୋଗ ମିଳେ ନାହିଁ। ଏକଦମ। ଏହି ତିନୋଟି ଉପାୟ, କ୍ୟାଲେଣ୍ଡରରେ ଚିହ୍ନ ଦେବା, ଖରାପ ଦିନରେ ଅତି କମ୍ କରିବା ଏବଂ ନିଷ୍ପତ୍ତି ଆଗୁଆ ନେବା, ଏକାଠି ମିଶି ଏକ ଶକ୍ତିଶାଳୀ ବ୍ୟବସ୍ଥା ତିଆରି କରେ। ତେବେ ଆଜିର ଏହି ଗଭୀର ଆଲୋଚନାରୁ ଏହା ସ୍ପଷ୍ଟ ଯେ ନିଷ୍ଠା କୌଣସି ଚମତ୍କାର ନୁହେଁ। ଏହା ଏକ ଗୁପ୍ତ ମାଂସପେଶୀ ପରି, ଯାହାକୁ ପ୍ରତିଦିନର ସେହି ବିରକ୍ତିକର, ଏକାପରି ଦିଶୁଥିବା ଏବଂ କଷ୍ଟସାଧ୍ୟ ପରିଶ୍ରମ ଦ୍ୱାରା ହିଁ ଗଢ଼ାଯାଇପାରେ। ଆମେ ବର୍ତ୍ତମାନ ଯାହା ଅଛୁ ଏବଂ ଭବିଷ୍ୟତରେ ଯାହା ହେବାକୁ ଚାହୁଁଛୁ, ସେହି ଦୁଇଟି ମଧ୍ୟରେ ନିଷ୍ଠା ହିଁ ଏକମାତ୍ର ସେତୁ। ଉତ୍ସର ଶେଷ ଭାଗରେ ଏହାକୁ ବହୁତ ସୁନ୍ଦର ଭାବେ ଉପସଂହାର କରାଯାଇଛି। ସେଥିରେ କୁହାଯାଇଛି, ପ୍ରକୃତ ନିଷ୍ଠାର ସ୍ୱରୂପ କ'ଣ? ଧ୍ରୁବଙ୍କ ପରି ଅଟଳ, ଏକଲବ୍ୟଙ୍କ ପରି ଶ୍ରଦ୍ଧା, ଆରୁଣିଙ୍କ ପରି ଗୁରୁଙ୍କ ଆଜ୍ଞା ଅନୁସରଣ ଏବଂ ଅର୍ଜୁନଙ୍କ ପରି ଅନ୍ଧକାରରେ ଅଭ୍ୟାସ। ହଁ, ଏସବୁର ମିଶ୍ରଣ ହିଁ ହେଉଛି ନିଷ୍ଠା। ଯେତେବେଳେ ଆମେ ନିଜ ଜୀବନର ଲଙ୍ଗରକୁ ଏହିପରି ମଜବୁତ କରି ଧରୁ, ଜୀବନର କୌଣସି ଝଡ଼ ଆମକୁ ଭସାଇ ନେଇପାରିବ ନାହିଁ। ଶେଷରେ ଏକ ପ୍ରଶ୍ନ ସମସ୍ତଙ୍କ ପାଇଁ ଚିନ୍ତା କରିବାକୁ ଛାଡ଼ିଯାଉଛୁ। ନିଜ ଜୀବନର କେଉଁ କ୍ଷେତ୍ରରେ ଗୋଟିଏ ଛୋଟ ଅବିରତ ଅଭ୍ୟାସର ଲଙ୍ଗର ପକାଇବା ସବୁଠାରୁ ବଡ଼ ଏବଂ ସକାରାତ୍ମକ ପରିବର୍ତ୍ତନ ଆଣିପାରିବ?